ମଣିଷର ପରିସ୍ଥିତି, ମଣିଷର ଅବସ୍ଥା, ମଣିଷର ଜୀବନ କଥାରେ ଅଛି ନା, ଦୈବ ଦୌଡ଼ି ମଣିଷ ଗାଇ। ଠିକ୍ ସେଇଭଳି ଭଗବାନଙ୍କ ଇଚ୍ଛାରେ ଆମେ ସମସ୍ତେ ଚାଲନ୍ତି। ଭଗବାନଙ୍କ ଇଚ୍ଛାରେ ଗଛର ପତ୍ର କଅଁଳେ, ଆଉ ଭଗବାନଙ୍କ ଇଚ୍ଛାରେ ଗୋଟେ ମଣିଷର ସବୁ କିଛି ତା ହାତରେ ବନ୍ଧା ଥାଏ। ଆମେ ସମସ୍ତେ ଭଗବାନଙ୍କୁ ଡାକିବା, ପ୍ରାର୍ଥନା କରିବା। ଆପଣମାନଙ୍କର ହାତରେ ସବୁ କିଛି ଅଛି। ଆପଣମାନେ ସପୋର୍ଟ ଦେଲେ ହିଁ ସବୁ କିଛି ହିଁ ସମ୍ଭବ ହୋଇପାରିବ। ଗୋଟେ ମାଆର ଦୁଃଖ କମିବ, ଗୋଟେ ମାଆର ମମତାକୁ ଟିକେ ଆପଣମାନେ ବୁଝନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କର ପାପୁନ ବ୍ଲଗିଂ ୱେଲକମ୍ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲକୁ। କେମିତି ଅଛନ୍ତି ସମସ୍ତେ? ଆଜି ଆପଣମାନଙ୍କୁ ଗୋଟେ କଥା କହିବି। ଆପଣମାନେ ନିଶ୍ଚୟ ଥମ୍ବନେଲରୁ ତ ଜାଣିପାରୁଥିବେ ଆଜି କେଉଁ ବିଷୟରେ ମୁଁ କହିବାକୁ ଚାହିଁବି। ଫିର୍ ବି ଆଉ ବେଶୀ ନ ଗପି ଆପଣଙ୍କ ସହ କଥା ହେବି। ଭିଡ଼ିଓଟି ଷ୍ଟାର୍ଟ କରିବା। ଗୁଗୁ ବେହେରା ଜଣେ ଅଛନ୍ତି ୟୁଟ୍ୟୁବରେ, ଆପଣମାନେ ଯାଇକି ସର୍ଚ୍ଚ କରିବେ, ତାଙ୍କ ଚ୍ୟାନେଲରେ ଯାଇକି ବରଂ ଦେଖିବେ ଆପଣମାନେ। ଗୋଟିଏ ଛୋଟ ପିଲାଟିଏ, ଆମମାନଙ୍କର ସମସ୍ତଙ୍କର ପିଲା, ସିଏ ବହୁତ ସ୍ପେଶାଲ୍। ସିଏ ସମସ୍ତଙ୍କଠୁ ସ୍ପେଶାଲ୍ ଏଇଥିପାଇଁ କହୁଛି କାହିଁକିନା ସେ ନା କଥା କହିପାରୁଛି, ନା ଶୁଣିପାରୁଛି, ନା ବସିପାରୁଛି, ନା ଠିଆ ହେଇପାରୁଛି। ତ ସେମିତି କିଛି ସେ ସ୍ପେଶାଲ୍ ଆପଣମାନେ ବୁଝିପାରୁଥିବେ। ଦୁନିଆରେ ସବୁକିଛି ଆମେ ଯାହା ଚାହାନ୍ତି ତାହା କେବେ ବି ମିଳେନି। ବେଳେବେଳେ ବହୁତ କିଛି ଆମକୁ ଯେଉଁଟା ନ ଚାହାନ୍ତି ତାହା ମିଳିଯାଏ। ଆମେ ସେଥିରେ ବି ଆମେ ମନ ଦୁଃଖ ବି କରିବାର ନାହିଁ, କାହିଁକିନା ଭଗବାନ ଆମକୁ ଯାହା ବି ଦେଇଛନ୍ତି ତାକୁ ଆମେ ଖୁସି ମନରେ ଗ୍ରହଣ କରିନେବା ଉଚିତ। ସିଏ ବି ଜଣେ ମାଆ, ତ ତାଙ୍କ ପିଲା ସ୍ପେଶାଲ୍। ସିଏ ଯଦି ସ୍ପେଶାଲ୍ ତାଙ୍କ ପିଲା, ତାଙ୍କ ମାଆ ବି ଗୋଟେ ସ୍ପେଶାଲ୍। ତାଙ୍କୁ ଆମେ ସମ୍ମାନର ସହ ରେସ୍ପେକ୍ଟ ଦେବା ଦରକାର। ତ ମୁଁ ସେ ମାଆଙ୍କୁ ହାତ ଯୋଡ଼ିକି ନମସ୍କାର କରୁଛି। ସେ ମୋତେ ବହୁତ ରିକ୍ୱେଷ୍ଟ କରିଥିଲେ ତାଙ୍କ ପୁଅଙ୍କ ପାଇଁ ଭିଡ଼ିଓ ଗୋଟେ ବନେଇବା ପାଇଁ। ତ ମୁଁ ଆଜି ସେ ଭିଡ଼ିଓଟି ବନଉଛି। ତାଙ୍କୁ ଟିକେ ସପୋର୍ଟ କରନ୍ତୁ, ତାଙ୍କ ଚ୍ୟାନେଲକୁ ଯାଇକି ସବସ୍କ୍ରାଇବ୍ କରନ୍ତୁ, ତାଙ୍କୁ ଟିକେ ଭଲ ପାଇବା ଦିଅନ୍ତୁ। ବାସ୍ ସେ ସେତିକି ଚାହାନ୍ତି, ଆଉ କିଛି ବି ଚାହାନ୍ତିନି। ଆଉ ତାଙ୍କୁ ମଧ୍ୟ ମୁଁ ଏଇ ଭିଡ଼ିଓରେ କହି ରଖିବାକୁ ଚାହିଁବି, ଆପଣଙ୍କର ସ୍ପେଶାଲ୍ ପୁଅ ନା ଆପଣଙ୍କୁ ଗୋଟେ ଦିନ ନେଇକି ସ୍ପେଶାଲ୍ ଜାଗାରେ ପହଞ୍ଚେଇବ, ଯେଉଁଟା ଆପଣ କେବେ ବି ଆଶା କରିନଥିବେ। ତ ସେମିତି ଜାଗାରେ ସେ ନେଇ ଆପଣଙ୍କୁ ପହଞ୍ଚେଇବ, ଆଉ ଆପଣ ସେଦିନ ନିଶ୍ଚୟ ଗର୍ବ କରିବେ, ମୋ ପୁଅ ସବୁଠୁ ସ୍ପେଶାଲ୍ ସିଏ। ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ଆପଣମାନଙ୍କ ହାତରେ ଗୋଟେ ମାଆର ମମତା ଅଛି, ଆପଣମାନଙ୍କ ହାତରେ ଗୋଟେ ଜୀବନ ଅଛି, ଆପଣମାନଙ୍କ ହାତରେ ଗୋଟେ ପରିବାରର ଖୁସି ଅଛି। ତ ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ସେ ଖୁସିକୁ କେହି ନଷ୍ଟ କରିବାକୁ ଦିଅନ୍ତୁନି। ଆପଣମାନେ ତାଙ୍କୁ ଟିକେ ଭଲ ପାଇବା ଦିଅନ୍ତୁ, ତାଙ୍କୁ ଟିକେ ସପୋର୍ଟ କରନ୍ତୁ। ବାସ୍ ସେ ସେତିକି ଚାହାନ୍ତି, ଆଉ ସେ କିଛି ବି ଚାହାନ୍ତିନି। ବାସ୍ ଏତିକି ଟିକେ ଭଲ ପାଇବା ଚାହାନ୍ତୁ। ସେ ଚାହାନ୍ତି କି ସବୁ ମାଆ ବାପା ମାନେ ଚାହାନ୍ତି ତାଙ୍କ ପିଲାମାନଙ୍କୁ ଟିକେ ସମସ୍ତେ ଭଲ ପାଆନ୍ତୁ, ଭଲ ଭଲ କଥା କୁହନ୍ତୁ। ବାସ୍ ସେ ସେତିକି ହିଁ ଚାହାନ୍ତି ଯେ ତାଙ୍କ ପିଲାଙ୍କୁ ଟିକେ ଭଲ ପାଉ, ତାଙ୍କ ପିଲାଙ୍କୁ ଟିକେ ଭଲ କଥା କହୁ, ତାଙ୍କୁ ଟିକେ ସପୋର୍ଟ ଦିଅନ୍ତୁ, ବ୍ୟାକ୍ଗ୍ରାଉଣ୍ଡ ସପୋର୍ଟ ଦିଅନ୍ତୁ। ତ ଆପଣମାନଙ୍କର ସପୋର୍ଟ ତ ନିହାତି ଦରକାର। ତ ଆପଣମାନଙ୍କର ଗୋଟେ ଲାଇକ୍ ହଉ କି ଗୋଟିଏ କମେଣ୍ଟ ହଉ ନା, ତାଙ୍କୁ ଗୋଟେ ଷ୍ଟେପ୍ ଆଗକୁ ନେବ। ତ ବାସ୍ ସେ ସେଇଟା ହିଁ ଚାହାନ୍ତି। ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି, ଆପଣଙ୍କ ହାତରେ ଗୋଟେ ଜୀବନ ଅଛି। ମୁଁ ଇମୋସନାଲ୍ ହେଇଯାଉଛି। ଆପଣମାନେ ସମସ୍ତେ ବି ଯଦି ଯାଇକି ତାଙ୍କ ଭିଡ଼ିଓ ବି ଦେଖିବେ ନା, ତ ଆପଣ ବି ଇମୋସନାଲ୍ ହେଇଯିବେ। କେତିକି ଛୋଟ ପିଲାଟେ, ମଣିଷର ପରିସ୍ଥିତି, ମଣିଷର ସିଚୁଏସନ୍, ମଣିଷର ବ୍ୟବସ୍ଥା, ମଣିଷର ଜୀବନଧାରା କେତେ ନିମ୍ନରେ ତାଙ୍କୁ ନେଇକି ପହଞ୍ଚେଇଛନ୍ତି। ଏତେ ଜାଣିନି ସେମାନେ କେମିତି ଜୀବନଯାପନ କରୁଥିବେ, ତାଙ୍କ ପିଲାମାନଙ୍କ ପାଇଁ କେତେ ସଂଘର୍ଷ କରୁଥିବେ। ସବୁ ବାପା ମାଆ ତାଙ୍କ ପିଲାମାନଙ୍କୁ ବଢ଼ାଇବା ପାଇଁ ବହୁତ କଷ୍ଟ କରନ୍ତି, ସଂଘର୍ଷ କରନ୍ତି। କିନ୍ତୁ ସେଇଠି ଅଧିକ ସ୍ନେହ ମମତା ମିଳେ ଯେତେବେଳେ ଏମିତି ସ୍ପେଶାଲ୍ ପିଲା କାହା ପାଖରେ ଥାଏ। ତ କେହି ହାରି ଯାଆନ୍ତିନି, ଏ ଦୁନିଆରେ କେହି ବି ହାରି ନାହାନ୍ତି, କି ସିଏ ବି ହାରି ନାହାନ୍ତି। ତାଙ୍କର ପ୍ରଚେଷ୍ଟା ଚାଲି ରହିଛି, କେମିତି ତାଙ୍କ ପିଲାଙ୍କୁ ଆଗକୁ ନେବେ, କେମିତି ତାଙ୍କ ପିଲାଙ୍କ ପାଇଁ କିଛି କରିବେ, କେମିତି ତାଙ୍କ ପିଲାଙ୍କୁ
सुदृढ़ करेंगे तो से चेष्टा प्रचेष्टा चली रही से केबे भी हारी ना कि थकी ना एबे भी जाए से कर्तव्य अच्छी जी बापा माँ गोटे पिला प्रति रहा दरकार तो आपण मान हाथ में गोटे जीवन डोरी अच्छी आपण मान हाथ में गोटे ममता डोरी अच्छी तो आपण मान हाथ में सबकि अच्छी आपण मैंने चाहिए से पिला आग को बढ़ तो बास तांको बापा माँ से चाहती तो मुझे आपण मान हाथ जोड़ी अनुरोध करी आपण मैंने फाइनेंशियल हेल्प किसी भी दरकार नहीं आपण मान जदि गोटे भल कथा गोटे पद कहे ना हृदय जाकि पहुँचब आ सी भावे ना जा हो मो पिला लोक मानकर केते दरद अच्छी केते स्नेह ममता अच्छी आ सफलता शीर्ष में नहीं पहुँचेब आ से बहुत खुशी हे बस से ही चाहती से किसी भी चाहती तो मुझे आपको समस्ते को अनुरोध करी गुगु बेहरा को जाकि लाइक करूँ सब्सक्राइब करूँ आ पिला टे भल भल कथा कहतु बस से से चाहती आ मत बहुत से रिक्वेस्ट करते मु तो बहुत व्यस्त रोचे भिडियो बनई पारूनी आपने देखिपे फिर भी आज समय काढ़ी टिके छोट भिडियोटे बनई बस से आ बहुत थर मत कहते मो पुओ गोटे भिडियो कर मो पुओ के सपोर्ट करूना ना मुझे आपण पुओ को सब्सक्राइब करी सपोर्ट करुँची आपण को सेमती किसी ना रिक्वेस्ट करवा किसी भी दरकार ना मु भी आपणकर गोटे पुओ भली बस से ही मोर कहबार थिला आपण को प्रति मोर बहुत स्नेह ममता अच्छी आपण को मु बहुत भी भल पाए आपण पुओ को भी भल पाए देखिए ना आपण को पुओ जदि स्पेशल ना मु आपण को कहूँ आपणकर से स्पेशल पुओ ना दिने आपण को एमती जगह नहीं कि पहुँचे आपण के स्वप्न भी भावी नथिबे आ से दिन आपण आज जोटा रिक्वेस्ट क्या करुँच ना आपण से दिन गर्व करेंगे देखिले मो पु स्पेशल आ मो पु मु कष्ट करी मो पु नहीं आज कौ जगह रखी देखिए गोटे भल पिला हो माने हाथ गोड़ थी पिला हो चलाबुला कर पिला हो सी बेकार है दुनिया रे बुलूची किंतु देखिए गोटे दिन आपण पिला आपण को नहीं एमती जगह पहुँचब आपण दिन गर्व करेंगे आ सोसाइटी आपण को सम्मान दब आ बाहा बाहा कहब आपण पिला एत भल पाइबा मिलू आपण के कल्पना भी कर बस एति ही मोर आपण को अनुरोध मन दुख करूनी भगवान अच्छा आम पाखे भगवान अच्छा प्रभु जगन्नाथ अच्छा प्रभु हनुमान अच्छा देखिए सब किछि ठीक हो आपण पिला गोटे दिन आपण को आपण परिवार फाइनेंशियल कंडीशन को एते सुदृढ़ करदेव जे आपण के भाभी पारे बस से दिन को आसिया अपेक्षा करंतु आ चेष्टा जारी रखंतु मोर विश्वास आपण पिला निश्चय ठिया हो आपण पिला निश्चय बसिब आपण पिला निश्चय कथा कहबा मोर जेतिकी विश्वास अच्छी भगवान को पाखे मु नहीं आम समस्ते प्रार्थना करूँ जे आपण पिला आगे दुनिया रे बहुत आगू जाओ कौन करवा मनीष जीवन नहीं कि बंची कष्ट जंत्रणा दुख ये सब को मु बहुत पाखर देखी बहुत पाखर सब को देखी आपणकर कष्ट जंत्रणा को ना प्रति मुहूर्त मु फिल करी प्रति मुहूर्त आपणकर कष्ट आपणकर जंत्रणा आपणकर दुख सबकि मु जापार आपण को केते कष्ट दे थाए कथारे अच्छी ना घा सुखी जाए सीना किंतु से घा से दाग मन पकईदे आमको घाटा केते कष्ट देइथिला बस आपण को मु अनुरोध करी सबकि भूली जातु आज गोटे नुआ अध्याय आरंभ करूँ नुआ चैप्टर आरंभ करूँ आग को बढ़ंतु देखिए ना बहुत सपोर्ट मिल आपन को आग को जीवाई ना बहुत प्रेरणा मिल आपण को किसी भी मन दुख कर जहाँ भी आमको भगवान देइछंती सेटा भगवान दान आम प्रति भगवान जहाँ को दियंती ना अपात्र रे क्या दिंतुनी पात्र रे ही दियंती आमे जदि ताको ठीक भाव में व्यवहार न करबा ना से जिनसटा आमर व्यर्थ हो जाए तो ठीक सेमती आमको जहाँ भी देइछंती आमको पचारे अच्छी भगवान आमको कौन पाए देइछंती आमे सेतिके सक्षम बोली कि भगवान आमको देइछंती नले केबे भी भगवान आमको देइ न थांदे जदि से स्पेशल तांको माँ भी तांको भाई बहुत बड़ स्पेशल तो से माँ बहुत बड़ योग्य तांको संभाळिबार सेतिके सत्साहस आ योग्यता अच्छी बोली भगवान आज कोଳରେ एमती पिला देइछंती केवल सेथिपाई आपणकर मातृत्व को मोर नमस्कार करुछि आपणकर मातृत्व को मो सम्मान करुछि देखिबे भगवान जदि आपणको समस्या भी देइछंती ना तार समाधान भी बाट भी आपन को देइछंती तो आपन जदि समस्या को पाई जाइछंती ना समाधान को भी निश्चय आपन पाई जिबे
ବ୍ୟସ୍ତ ହୁଅନ୍ତୁନି, ମନ ଦୁଃଖ କରନ୍ତୁନି। ଭଗବାନ ଅଛନ୍ତି ଆପଣଙ୍କୁ ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ସେ ନିଶ୍ଚୟ ସପୋର୍ଟ କରିବେ। ଯାହାର କେହି ନଥାନ୍ତି ନା ତାର ଭଗବାନ ହିଁ ଥାନ୍ତି। ସେ ଭଗବାନଙ୍କୁ ହାତ ଟେକି ଦିଅନ୍ତୁ, ଭଗବାନଙ୍କ ପାଖରେ ସମର୍ପଣ କରିଦିଅନ୍ତୁ। ସେଇ ଭଗବାନ ହିଁ ଆପଣଙ୍କର ମା, ସେଇ ଭଗବାନ ହିଁ ଆପଣଙ୍କର ବାପା, ସେଇ ଭଗବାନ ହିଁ ଆପଣଙ୍କର ରକ୍ଷାକର୍ତ୍ତା। ବାସ୍ ମୁଁ ଯେମିତି ଭଗବାନଙ୍କୁ ନିଜକୁ ସମର୍ପଣ କରିଦେଇଛି, ତ ଆପଣ ବି ସେମିତି ସମର୍ପଣ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବାସ୍ ଏତିକି କୁହନ୍ତୁ, ଆଉ ତା କାନ ପାଖରେ ଏତିକି ହିଁ କୁହନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସବୁବେଳେ ତାଙ୍କୁ ଜୟ ଜଗନ୍ନାଥ କୁହନ୍ତୁ। ଦେଖିବେ ନିଶ୍ଚୟ ସେ ତାଙ୍କୁ ରକ୍ଷା କରିବେ। ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ସେ ଆପଣଙ୍କର ସହଯୋଗ କରିବେ। ସମସ୍ତଙ୍କୁ ମୋର ପ୍ରାପନ ବ୍ଲଗିଂର ୟୁଟ୍ୟୁବ୍ ଚ୍ୟାନେଲ୍ର ସମସ୍ତଙ୍କୁ, ସବୁ ସବସ୍କ୍ରାଇବର୍ ମାନଙ୍କୁ ମୁଁ କେବେ ସବସ୍କ୍ରାଇବ୍ ଭାବେନି, ମୁଁ ସମସ୍ତଙ୍କୁ ଭାଇ ଭଉଣୀ ବୋଲି ଭାବେ। ତ ଯେଉଁମାନେ ବି ମୋ ବାପା ମା ବୟସର ହେବେ ସେମାନଙ୍କୁ ବି ମୁଁ କେବେ ସବସ୍କ୍ରାଇବର୍ ଭାବେନି କି ସେତିକି ପ୍ରାଉଡ଼୍ ଫିଲ୍ କରେନି ମୋର ସବସ୍କ୍ରାଇବର୍ ବଢ଼ୁଛନ୍ତି, ମୁଁ ଗୋଟେ ସେଲିବ୍ରିଟି ହେଇଯିବି କି ଗୋଟେ ୟୁଟ୍ୟୁବର୍ ହେଇଯିବି, ସେମିତି ଗର୍ବ ମୋ ପାଖରେ ନାହିଁ। ବାସ୍ ସମସ୍ତେ ମୋର ଭାଇ, ସମସ୍ତେ ମୋର ଭଉଣୀ, ସମସ୍ତେ ବାପା ମା, ଭାଇ ବନ୍ଧୁ କୁଟୁମ୍ବ, ବାସ୍ ଏତିକି ହିଁ ମୁଁ ଚାହେଁ। ତ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଆପଣମାନେ ନିଶ୍ଚୟ ଗୋଟିଏ ପଦ ହେଉ ପଛକେ, ଗୋଟିଏ ମିନିଟ୍ ଲାଗିବ ଆପଣଙ୍କୁ ଗୋଟିଏ କମେଣ୍ଟ ଦେବା ପାଇଁ, ଯାଇକି ନିଶ୍ଚୟ ଭାବରେ ତାଙ୍କୁ ଗୋଟେ ଭଲ କଥା କୁହନ୍ତୁ। ଫାଇନାନ୍ସିଆଲ୍ ହେଲ୍ପ କରିବା କିଛି ବି ସେ ଚାହୁଁନାହାନ୍ତି। ବାସ୍ ସେ ଏତିକି ଚାହୁଁଛନ୍ତି ତାଙ୍କ ପିଲାଙ୍କୁ କିଏ ଟିକେ ଭଲ କହୁ, କିଏ ଟିକେ ଭଲ ପାଇବା ଦେଉ, ବାସ୍ ଆଉ କିଛି। ଗୋଟେ ମା ଏତିକି ହିଁ ଚାହେଁ। ତ ଯେଉଁମାନେ ବି ମୋତେ ଦେଖୁଥିବା ସବୁ ମା ମାନଙ୍କୁ ମୁଁ ଅନୁରୋଧ କରିବି, ସମସ୍ତେ ତ ଜାଣିଛନ୍ତି ନା ଗୋଟେ ମା ହେବା କେତେ କଷ୍ଟ, ଗୋଟେ ଗର୍ଭଧାରଣ କରି ମା ହେବା କେତେ କଷ୍ଟ। ଆଉ ସେ ମା ମାନଙ୍କୁ ମୁଁ ଅନୁରୋଧ କରିବି, କୁହନ୍ତି ନା ମା ମାନଙ୍କର ଅସରନ୍ତି ଭଣ୍ଡାର ଥାଏ ସ୍ନେହ ମମତାର। ତ ସବୁ ମା ମାନଙ୍କୁ, ମୋତେ ଦେଖୁଥିବାର ସମସ୍ତ ମା ମାନଙ୍କୁ ମୁଁ ଅନୁରୋଧ କରିବି, ଯାଇକି ସେ ପିଲାକୁ ଗୋଟିଏ ବି ଭଲ କଥା କୁହନ୍ତୁ। ଯେଉଁ ଭଲ କଥା, ଯେଉଁ ପ୍ରେରଣା ତାକୁ ଆଗକୁ ବଢ଼େଇବା ପାଇଁ ସାହସ ଦେବ, ବାସ୍ ଏତିକି ହିଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଆଉ କିଛି ବି କହିବି। ଯଦି ଆଜିର ଭିଡ଼ିଓ ଭଲ ଲାଗେ ନିଶ୍ଚୟ ଭାବରେ ମୋତେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ଆଉ ଭିଡ଼ିଓଟି ସେୟାର କରିବେ, ଯେମିତି ମୋର ଭିଡ଼ିଓଟି ପ୍ରତ୍ୟେକ ମା ମାନଙ୍କ ପାଖରେ, ପ୍ରତ୍ୟେକ ଭାଇ ଭଉଣୀମାନଙ୍କ ପାଖରେ ପହଞ୍ଚିବ। ଆଉ ମୋତେ ବି ଟିକେ ସପୋର୍ଟ ଦରକାର, ଏମିତି ମୁଁ ଭଲ କାମ କରେ, ସୋସିଆଲ ୱାର୍କ କରେ, କାହିଁକିନା ମୋର ବହୁତ ବଡ଼ ଇଚ୍ଛା ସମାଜ ସେବା କରିବା ପାଇଁ। ତ ଫାଇନାନ୍ସିଆଲ୍ କାହାକୁ ମୁଁ କିଛି କାହାର କରିପାରେ ନ କରିପାରେ, କିନ୍ତୁ ଏଇ ଦ୍ୱାରା ମୁଁ ବହୁତ ଲୋକଙ୍କର, ମୋର ପ୍ରଥମରୁ ମୋଟିଭ୍ ହିଁ ଏଇଆ ଥିଲା କି ମୁଁ ଅନ୍ୟାୟ ବିରୁଦ୍ଧରେ ଲଢ଼ିବି, ସମସ୍ତଙ୍କୁ ଉଚିତ ନ୍ୟାୟ ଦେବି। ଯେଉଁମାନଙ୍କର କଥା କିଛି ଲୋକଙ୍କ ପାଖରେ ପହଞ୍ଚି ପାରେନା ତାଙ୍କର ମୁଁ ବାର୍ତ୍ତା ହେବି, କିଛି ନାହିଁ, ମୁଁ ଗୋଟେ ବାର୍ତ୍ତା ବାସ୍ ହେବି, ଗୋଟେ ସ୍ୱର ହେବି, ବାସ୍। ଆଉ ମୋର କିଛି ବି ମନରେ ଗର୍ବ ଅହଙ୍କାର ନାହିଁ। ଭଗବାନ ମୋତେ ଗର୍ବ ଅହଙ୍କାର ବି ନ ଦିଅନ୍ତୁ, ଏତିକି ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବି। ତ ସମସ୍ତଙ୍କୁ ଅନୁରୋଧ ମୋର, ତାଙ୍କୁ ଟିକେ ସମସ୍ତେ ଭଲ ପାଇବା ଦେବେ, ଭଲ କଥା କହିବେ, ଭଲ କମେଣ୍ଟ ଦେବେ, ବାସ୍ ଆପଣମାନଙ୍କୁ ଅନୁରୋଧ କରି ମୋତେ ବି କମେଣ୍ଟ ଦେବେ। କାହିଁକିନା ମୁଁ ଦେଖୁଛି ବହୁତ ଦିନ ହେଲାଣି ମୋତେ କିଛି କମେଣ୍ଟ ବି ଆସୁନି, ବହୁତ କମ୍ କମେଣ୍ଟ ଆସୁଛି। ଆଗରୁ ବହୁତ କମେଣ୍ଟ ଆସୁଥିଲା। ନାହିଁ, ମୁଁ କାହା ଉପରେ କିଛି ବି ଖରାପ ଭାବେନି, କି ଯଦି ବି ଗୋଟେ ଖରାପ କମେଣ୍ଟ ମୋତେ ଦେଇ ଦେଉଛି ନା, ମୁଁ ତାକୁ ଆଗକୁ ବଢ଼ିବା ପାଇଁ ସେ ମୋତେ ଗୋଟେ ବାଟ ଦେଖାଏ। ତ କ'ଣ ପାଇଁ ସେ ଖରାପ, ତାକୁ ଯଦି ଖରାପ ଲାଗିଲା ବୋଲି ସେ ସିନା ଖରାପ କମେଣ୍ଟ ଦେଲା, ତ ମୁଁ ଚେଷ୍ଟା କରେ ସେଇଟା ନେକ୍ସଟ ଟାଇମ୍ ଆଉ କରିବିନି ବୋଲିକି। ତ ଠିକ୍ ସେମିତି ମୁଁ ତାକୁ ବଦଳାଏ। ତ ଆପଣମାନଙ୍କର ଭଲ, ଆପଣମାନଙ୍କର ଖରାପ ମୋତେ ସବୁ କିଛି ଆଗକୁ ବଢ଼େଇବ। ବାସ୍ ଏତିକି ହିଁ କହିବାର ଥିଲା। ରହିଲି, ନମସ୍କାର, ଜୟ ଜଗନ୍ନାଥ।